ଏବେ ଆସିଲା ଖରା ଛୁଟିକୁ ନେଇ ବର୍ତ୍ତମାନର ବଡ଼ ସୂଚନା। ଚାଲନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଅପଡେଟଟି। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ, ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆସିଛି ବର୍ତ୍ତମାନର ବଡ଼ ସୂଚନା। ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ 3 ଦିନ ସ୍କୁଲ ବନ୍ଦ ରହିବ। ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ 3 ଦିନ ପାଇଁ ବନ୍ଦ କରିଛନ୍ତି। ଚଳିତ ଏପ୍ରିଲ 18ରୁ 20 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଆଗକୁ ତାପମାତ୍ରା ବୃଦ୍ଧି ପାଇବ ତାହେଲେ ଛୁଟି ମଧ୍ୟ ପୁଣି ବଢ଼ିପାରେ। ଯଦି ଆଗକୁ ଏଭଳି କିଛି ନୂଆ ଇନଫର୍ମେସନ୍ ଆସିବ ତାହେଲେ ମୁଁ ସର୍ବପ୍ରଥମେ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ, ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।